ଯେତେବେଳେ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ ଆମେ ନଉଛେ ତାର ଗ୍ରାଫଟା ସବୁବେଳେ କଣ ହଉଛି ଗୋଟେ ସରଳ ରେଖା ହଉଛି। ଦେଖିପାରୁଛ ଇଏ ଗୋଟେ ସରଳ ରେଖା। ତା ମାନେ ଆମେ ଯୋଉ ଦେଖିଲେ ବର୍ତ୍ତମାନ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ ତାର ଗ୍ରାଫଟା କୋଉ ଟାଇପର ହଉଛି, ତାର ଲେଖଚିତ୍ର କୋଉ ଟାଇପର ହଉଛି, ତା ଲେଖଚିତ୍ରଟା ସରଳ ରେଖା ହଉଛି। ଆଉ କିଛି ହଉନି, ନା ବୃତ୍ତ ହଉଛି ନା ତ୍ରିଭୁଜ ହଉଛି, କିଛି ହଉନି। ସେ ହଉଛି କଣ ନା ଗୋଟେ ସରଳ ରେଖା। ତ ଯେତେବେଳେ ଆମେ ଦିଟା ସମୀକରଣ ନେଇଛେ ତ ସେଥିପାଇଁ ତା ପାଇଁ ଦିଟା ସରଳ ରେଖା ହବ। ତ ପ୍ରଥମ କଥା ମନେକର a1x ତାପରେ b1y ପ୍ଲସ c1 ଇଜ ଇକ୍ୱାଲ ଟୁ 0 ତାପରେ a2x ପ୍ଲସ b2y ପ୍ଲସ c2 ଇଜ ଇକ୍ୱାଲ ଟୁ 0। ଇଏ ଗୋଟେ ସରଳ ରେଖା ଦବ, ଇଏ ବି ଗୋଟେ ସରଳ ରେଖା ଦବ। ଏବେ କହିଲା ଯେ ଯଦି ଏ ଦିଟା ସରଳ ରେଖା ଦଉଛି ତାହେଲେ ସେ ସରଳ ରେଖା ଦିଟା ଭିତରେ ସମ୍ପର୍କ କଣ ରହିବ। ଆମେ ତ ବର୍ତ୍ତମାନ ଚିତ୍ର କରିଦବା, ଆମକୁ ଯାହା ଦେଇଛି ଆମେ ସେ ତଥ୍ୟକୁ ନେଇକି ଚିତ୍ର କରିଦବା। ଆମେ କରି କରି ଆସିଛେ ସେ କାମ ବି କରିଦବା। କିନ୍ତୁ ଯେତେବେଳେ ସେ ଦିଟା ଚିତ୍ର ଦବ ତ ସେ ସରଳରେଖା ଭିତରେ ସମ୍ପର୍କ ରହିବ କଣ? ତ ସେ ସରଳରେଖା ଭିତରେ ତିନି ପ୍ରକାର ସମ୍ପର୍କ ଆସିବ। କଣ ନା ଦେଖ, ସେ ସରଳରେଖା ହୁଏତ ଦିଟାକ ଗୋଟିଏ ବିନ୍ଦୁରେ ଛେଦ କରିବେ। ଦେଖ ଏମିତି ଗୋଟେ ଯାଉଛି, ଏମିତି ଗୋଟେ ଯାଉଛି, ଗୋଟିଏ ବିନ୍ଦୁରେ ଛେଦ କରିବେ। ନଚେତ ସେ ସରଳରେଖା ଦିଟା କଣ କରିବେ ନା ପରସ୍ପର ଗୋଟିଏ ଉପରେ ପଳେଇବେ। ମାନେ ଦିଟାକ ସରଳରେଖା ସେ ଗୋଟିଏ ପରସ୍ପର ଉପରେ ହିଁ ପଳେଇବେ, ଦିଟା ସମାନ ହେଇଯିବେ କହିବାକୁ ଗଲେ। ତାପରେ ଆଉ ଗୋଟେ କଣ ଆସିବ ନା ଆଉ ଗୋଟେ କେବେ ବି ସେମାନେ ଛେଦ କରିବେନି, ସମାନ୍ତର ହେଇକି ଚାଲିବେ। ମାନେ ଆଙ୍କ ଭିତରେ ଦୂରତା ସବୁଠି ସମାନ ରହିବ, ସମାନ୍ତର ହେଇକି ଚାଲିବେ। ତା ମାନେ ତମେ ଦେଖିଲ କଣ, ଯେତେବେଳେ ଆମେ ଦୁଇ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ ନଉଛେ ତାର ଜ୍ୟାମିତିକ ପରିପ୍ରକାଶ ସେ ସରଳରେଖା ଦବ। ଏବଂ ଯଦି ଦିଟା ନେଇଗଲେ ତ ସେମିତି ଦିଟା ସରଳରେଖା ଆସିଯିବ ଏବଂ ଦିଟା ସରଳରେଖା ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରିବେ, ନହେଲେ ସମାନ୍ତର ହେଇଯିବେ, ନଚେତ ତାରି ଉପରକୁ ଦେଇ ପଳେଇବେ। ତାମାନେ ଏଇ ତିନି ପ୍ରକାର ସମ୍ଭାବନା ତମେ ପାଇଲ। ଏଇ ତିନି ପ୍ରକାର ସମ୍ଭାବ୍ୟତା, ଆଉ କିଛି ଆସିବନି। ଏଇ ତିନି ପ୍ରକାର ହିଁ ଆସିବ। ଦିଟା ବିନ୍ଦୁ ଛେଦ କରିବେ, ପାଞ୍ଚଟା ବିନ୍ଦୁ, ସେମିତି ମୋଟେ ଆସିବନି। ଯଦି ଛେଦ କରିବେ ଗୋଟିଏ ବିନ୍ଦୁରେ, ଯଦି ଛେଦ କରିବେନି ମୋଟେ କରିବେନି, ନହେଲେ ଅସଂଖ୍ୟ ସମାଧାନ ହେଇଯିବ ବା ପରସ୍ପର ଗୋଟିଏ ଉପରେ ପଳେଇବେ।